ସକାଳ। ତୁମେ ମାନେ ଭଲ ଅଛ? ହଉ ତାହେଲେ ଆଜି ଆମେ ଗପ ସବୁ କାହାକୁ ଭଲ ଲାଗେ? ସମସ୍ତଙ୍କୁ ଗପ ଭଲ ଲାଗେ ଶୁଣିବାକୁ? ହଉ ତାହେଲେ ଆଜି ଆମେ ଗୋଟେ ଗପ ଶୁଣିବା। ଗପର ନାଁ ହେଲା ମିନାର ମିଠେଇ ଖିଆ। ତାହେଲେ ଶୁଣିବା ଏବେ। ମିନାର ମାମୁଁ ଦିନେ ମିନାଙ୍କ ଘରକୁ ଆସିଥିଲେ ହେଲା। ମିନା ପାଇଁ ସବୁ ମିଠେଇ ଆଣିଥିଲେ। ଯେମିତି ତୁମ ମାମୁଁ ମାନେ ଆସିଲେ ତୁମ ପାଇଁ ସବୁ ମିଠା କୁରକୁରି ବିସ୍କୁଟ ଆଣିକି ଆସନ୍ତି, ସେମିତି ମିନା ମାମୁଁ ମିନା ପାଇଁ ଦିନେ ମିଠେଇ ତାଙ୍କ ଘରକୁ ଆଣିକି ଆସିଥିଲେ। ମିନାଙ୍କୁ ମିଠେଇ ଦେଲେ। ମିନା ସବୁତକ ମିଠେଇ ନେଇ ମା ହାତକୁ ଧରେଇଦେଲା। କହିଲା ମା ମାମୁଁ ମିଠେଇ ଆଣିଛନ୍ତି ରଖିଦିଅ। ତାର ମା ସବୁ ଡବାରେ ମିଠେଇ ତକକୁ ପୁରେଇ ଦେଲା। ସୋନ ଦିନେ ମିନା ତାକୁ ମିଠେଇ ଦେଖିକି ତାର ଲୋଭ ହେଲା। ମା ତାର ମନ୍ଦିର ଯାଇଥିଲା। ମିନାର ମା ଯେତେବେଳେ ମନ୍ଦିର ଯାଇଥିଲା ତାପରେ ମିନା ସବୁ ମିଠେଇ ଖାଇତେ ଲୋଭ ହେଲା। ସେ କ'ଣ କଲା ନା ମା ମନ୍ଦିର ଯିବା ଭିତରେ ଡବାକୁ ଆଣିକି ଡବା ଭିତରେ ହାତ ପୁରେଇଲା। ଖୋଲିକି ଡବା ଭିତରେ ହାତ ପୁରେଇଲି। ଡବା ଭିତରେ ଏକାଥରେ ଗୋଟେ ମିଠେଇ ଆଣିବ ନ ଆଣି ଏକାଥରେ 3ଟା ମିଠେଇ ହାତ ପୁରେଇଛି। 3ଟା ମିଠେଇ ଡବା ଭିତରେ ହାତ ପୁରେଇଛି। ଡବା ଭିତରୁ ଆଉ ତାର ହାତ ବାହାରୁନି। କାହିଁ ହାତ ବାହାରୁନି? ସେ ଯେହେତୁ ଗୋଟେ ମିଠେଇ ନ ଉଠେଇ 3ଟା ମିଠେଇକୁ ହାତ ପୁରେଇଛି, ସେଥିପାଇଁ ତା ମିଠେଇ ତକ ହାତରୁ ବାହାରୁନି। ସେତେବେଳେ ତା ଜେଜେ ଯାଉଥିଲେ ବାଟରେ। ସେ ଘର ଦେଇକି ଯାଉଥିଲେ, ଦେଖିଲେ ମିନା କ'ଣ ମିଠେଇ ଡବା ଭିତରେ ହାତ ପୁରେଇଛି। ହାତ ପୁରେଇ 3ଟା ମିଠେଇ ଧରିଛି। ମିଠେଇ ଆଣିପାରୁନି, ହାତ ବାହାରୁନି ମିନାର। ମିନାକୁ ଜେଜେ ଆସି କହିଲେ ମିନା ମିଠେଇ ତୁ ଥୋଇଦେ, ଗୋଟେ ପରେ ଗୋଟେ ମିଠେଇ ଉଠା। ମିନା ଜେଜେଙ୍କ କଥା ମାନି ମିଠା ଡବା ଭିତରେ ମିଠେଇ ରଖିଦେଲା। ଆଉ ଗୋଟେ ମିଠେଇ ପରେ ଗୋଟେ ମିଠେଇ ଉଠେଇଲା। ପ୍ରଥମ ମିଠେଇ ଆଣିଲା, ତାପରେ ଆରାମସେ ତା ହାତ ପଳେଇ ଆସିଲା। ମିଠେଇ ଆଣିଲା ପରେ ମିନା ଦେଖି ବହୁତ ଖୁସି ହେଇଗଲା। ଯାହା ହଉ 3ଟା ମିଠେଇ ଧରିଥିଲି ଆସୁନଥିଲା, ଗୋଟେ ମିଠେଇ ଧରି ଆଣିକି ଯେତେବେଳେ ତାର ହାତ ସବୁ ପଳେଇ ଆସିଲା ମିଠେଇ ସହ। ତାପରେ ମିନା ଦେଖି ଖୁସି ହେଲା, ଜେଜେ ତାକୁ ଶିଖେଇଲେ। ତାପରେ ମିନା ପୁଣି ସେକେଣ୍ଡ ମିଠେଇକୁ ଆଣିଲା। ପ୍ରଥମ ମିଠେଇ ଆଣି ସାରିଲା, ପୁଣି ସେକେଣ୍ଡ ମିଠେଇ ଆଣିଲା। ମିନା 2ଟା ମିଠେଇ ଆଣିଲା। 2ଟା ମିଠେଇ ଯେତେବେଳେ ଆଣିଲା ମିନା ବହୁତ ଖୁସି ହେଲା। ତାପରେ ମିଠେଇ ଖାଇଲା। ମିଠେଇ ଖାଇକି ତାକୁ ଜେଜେକୁ କହିଲା, ଜେଜେ ମୁଁ ଜାଣିନଥିଲି 3ଟା ମିଠେଇ ଏକା ସହିତ ଆଣୁଥିଲି, ତୁମେ ମୋତେ ବୁଦ୍ଧି ଦେବାରୁ ମୁଁ ଗୋଟେ ପରେ ଗୋଟେ ମିଠେଇ ଉଠେଇଲି। ସେଥିପାଇଁ ମୁଁ ମିଠେଇ ତକ ଗୋଟେ ପରେ ଗୋଟେ ଆଣିଥିବାରୁ ଖାଇପାରିଲି। ସେଥିପାଇଁ ମୁଣ୍ଡରେ ବୁଦ୍ଧି ଥିଲେ କ'ଣ ହେବ? ମୁଣ୍ଡରେ ବୁଦ୍ଧି ଥିଲେ ନିଶ୍ଚିନ୍ତ ଆସିବ ହେଲା। ମୁଣ୍ଡରେ ବୁଦ୍ଧି ଥିଲେ ନିଶ୍ଚିନ୍ତ ଉପାୟ ଆସିବ ହେଲା। ଗପରୁ ଆମେ କ'ଣ ସବୁ ଶିଖିଲେ? ମୁଣ୍ଡରେ ଯଦି ଆମର ବୁଦ୍ଧି ଥିବ ଆମେ ନିଶ୍ଚିନ୍ତ ଆମ ମନକୁ ଉପାୟ ଆପେ ଆପେ ଆସିଯିବ ହେଲା। ଗପ ସବୁ ତମକୁ ଭଲ ଲାଗିଲା? ଗପ ସବୁ ଶିଖିଲ? ସବୁବେଳେ ବୁଦ୍ଧିର କାମ କରିବ ହେଲା। ଗପ